ଅରୁଣ ସାହୁ 7 ଦିନରେ ଚିନିକଳ କହି ତାଙ୍କ ରାଜନୀତି ପିରିୟଡ଼ ସରି ଆସିଲାଣି ଏବଂ ସମ୍ବିତ ପାତ୍ର ମଧ୍ୟ ଗୋଟିଏ ବର୍ଷ ଭିତରେ ଚିନିକଳ ପ୍ରତିଷ୍ଠା କରିବାର ଯେଉଁ ସ୍ୱପ୍ନ ଜନସାଧାରଣ ଦେଖାଇଥିଲେ ତାହା ମଧ୍ୟ ଧୂଳିସାତ ହେବାରେ ଲାଗିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆସି ନୟାଗଡ଼ରେ ପ୍ରଚାର ପ୍ରସାର କଲେ ଯେ ନୟାଗଡ଼ରେ ଚିନିକଳ କରାଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ ନା ଜାଗା ନିରୂପଣ କରାଯାଉଛି ନା ଚିନିକଳ ପ୍ରତିଷ୍ଠା ପାଇଁ ଶୁଭ ଦିଆଯାଉଛି। କେବଳ ଲୋକଙ୍କୁ ଗୋଟେ ଇଲେକ୍ସନ୍ ଆସିଲେ ବାହାନା ଦେଖେଇ ଲୋକଙ୍କୁ ଭୋଟ ନେବା ପାଇଁ ଗୋଟେ ବାହାନା ଦେଖାଯାଉଛି। ଆଜି ଚିଫ୍ ମିନିଷ୍ଟର ଆଜି ପ୍ରଚାର କଲେ ଚିନିକଳ ହେବ, ସମ୍ବିତ ପାତ୍ର ପ୍ରଚାର କଲେ ଭୋଟ ପାଇଁକା ଚିନିକଳ ହେବ। ଲୋକ ମାନେ ନେତା ଭାବିଛନ୍ତି ଯେ ଚିନିକଳର ଆବଶ୍ୟକତା ନୟାଗଡ଼ରେ ଅଛି, କାରଣ ନୟାଗଡ଼ ଯଦି ଚିନିକଳ ଆବଶ୍ୟକତା ନଥାନ୍ତା ତାହେଲେ କୌଣସି ନେତା ଇଲେକ୍ସନ୍ ସମୟରେ ଚିନିକଳ କଥା ଉଠାନ୍ତେ ନାହିଁ। ସେମାନେ ଉପଲବ୍ଧି କରିଛନ୍ତି କୌଣସି ନା କୌଣସି ପ୍ରକାରେ ଲୋକଙ୍କର ଗୋଟିଏ ଆଟାଚମେଣ୍ଟ ଅଛି ଚିନିକଳ ସହିତ ଏବଂ ନୟାଗଡ଼ ମାଟିର ଲୋକଙ୍କ ସହିତ। ସେଥିପାଇଁ ସେମାନେ ଗୋଟେ ମାନେ ବୈତରଣୀ ପାର ହେବା ପାଇଁ ଚିନିକଳକୁ ଗୋଟେ ଦୁହାଇ ଦେଇ ରାଜନୀତି କରୁଛନ୍ତି ଏବଂ ରାଜନୀତି ସରିଗଲେ ଚିନି କଥା ଭୁଲି ଯାଉଛନ୍ତି।